Good morning, friends. Welcome to Bengal Option Seller. ଏଇଟା ଆମର 3 ନମ୍ବର ଭିଡିଓ। ଆଜି ମୁଁ ମୋର ଆକାଉଣ୍ଟ ବିଷୟରେ ଆପଣଙ୍କୁ ଜଣେଇବି। ଏଜ ଏ ବ୍ୟାଙ୍କର ମୁଁ ତ ମୋ ଆକାଉଣ୍ଟରେ ଟ୍ରେଡିଂ କରିପାରିବିନି, ଇଣ୍ଟ୍ରାଡେ ଏସବୁ ଜିନିଷ କରିପାରିବିନି। ସେଥିପାଇଁ ମୁଁ ଆଉ ଗୋଟେ ମୋର ରିଲେଟିଭ ନାଁରେ ଆକାଉଣ୍ଟ ଖୋଲିଛି ମୁଁ ଗୋଟେ। ସେ ଆକାଉଣ୍ଟ ଆପଣଙ୍କୁ ଶୋ କରିବି ଆପଣଙ୍କୁ ଆଜି। ଚାଲନ୍ତୁ ଆମେ ଯିବା ଓପେନ କରିବା। କୋଟାକରେ ମୋର ଆକାଉଣ୍ଟ ଅଛି। ଏଠି ଆମେ ଯିବା ଫଣ୍ଡକୁ ଦେଖିବା ଫାର୍ଷ୍ଟ ଫଣ୍ଡ ଦେଖନ୍ତୁ ମୋର ଅଛି 2 ଲାକ୍ଷ ଅଛି। ସେ ଭିତରେ କ୍ୟାଶ ଅଛି ମୋର 76871 ଆମ ମାର୍ଜିନ କରିଛି 129,768 ଓଭରାଲି ମୋର ଅଛି 199 ପାଖାପାଖି 2 ଲାକ୍ଷ ମୋ ଆକାଉଣ୍ଟରେ ପକେଇଛି। ଦେଖୁ ଜର୍ନି ରିପୋର୍ଟ ଦେଖିଦେବା। କାଲି ମୁଁ ଗୋଟେ ଟ୍ରେଡ୍ ନେଇଥିଲି କାଲି, ସେଥିରେ ମୋର ପ୍ରଫିଟ୍ ବି ହେଇଛି 6,519 ଟଙ୍କାର ପ୍ରଫିଟ୍ ହେଇଥିଲା କାଲି। ଆଉ ଆଜି ଗୋଟେ ଟ୍ରେଡ୍ ନେଇଛି, ସେ ଲସ୍ ଯାଇଛି। ଟ୍ରେଡ୍ ଦେଖି ମୁଁ ପରେ ଭିଡ଼ିଓରେ ମୁଁ ଟ୍ରେଡ୍ ଆପଣଙ୍କୁ ସେୟାର କରିବି। ପ୍ରଥମେ ଆମେ ଦେଖିବା ମୁଁ ଆକାଉଣ୍ଟଟା ଆରମ୍ଭ କରିଥିଲି ଅକ୍ଟୋବର ମାସରେ ଓନ୍ଲି ସେଲିଂ ପାଇଁ। ମୁଁ ଶୋ କରିଦେଉଛି ଆପଣଙ୍କୁ। ତାହା ପୂର୍ବରୁ ମୋର ଆକାଉଣ୍ଟରେ କିଛି ବି ନାହିଁ, ଟ୍ରେଡ୍ କିଛି ନାହିଁ। ଓକେ ଦେଖୁନି ମୁଁ ଏପ୍ରିଲ ଦେଖୁଛି ଏପ୍ରିଲରୁ। ଏପ୍ରିଲରେ ଦିଟା ଟ୍ରେଡ୍ ଥିଲା 6,000 10,000 ଥିଲା, ଦିଟା ଟ୍ରେଡ୍ ଥିଲା। ତାପରେ ବନ୍ଦ ହେଇଯାଇଥିଲା, ଟ୍ରେଡିଂ ଟୋଟାଲି ମୁଁ ବନ୍ଦ କରିଦେଇଥିଲି ଏ ଆକାଉଣ୍ଟରେ। ଏପ୍ରିଲରେ 25 ମେ 25 ସେ ଟାଇମରେ ମୁଁ ବାଇଂ କରୁଥିଲି। ତ ମୋର ଅପ୍ ଡାଉନ୍ ଚାଲୁଥିଲା। ତାପରେ ମୁଁ ଚେଞ୍ଜ କଲି, ନିଜ ଷ୍ଟ୍ରାଟେଜିକୁ ଚେଞ୍ଜ କଲି। ମୁଁ ଆସିଲି ସେଲିଂ ଅପସନକୁ, ସେଲିଂକୁ ଆସିଲି। ତ ଏଇ ଆପଣ ଦେଖୁଛନ୍ତି ଜୁନ, ଜୁଲାଇ, ଅଗଷ୍ଟ, ସେପ୍ଟେମ୍ବର 4 ମାସ ଟୋଟାଲି ମୋ ଟ୍ରେଡିଂ ନାହିଁ। ତାପରେ ଷ୍ଟାର୍ଟ କଲି ମୁଁ ଅକ୍ଟୋବରରୁ ଷ୍ଟାର୍ଟ କଲି। ଅକ୍ଟୋବରରେ ଯଦି ମୁଁ ଡେଲି କରିଦେଲେ ଆଉ ଟିକେ ଇଜି ହବ। ଦେଖନ୍ତୁ ଏଥିରେ କେତେ ଲସ୍ ଥିଲା, 2,700, 1,800, 1,900 ପ୍ଲସ୍। ଏଇଟା ବାଇଂ ସାଇଡରେ ପ୍ରଫିଟ୍ ବି ହେଇଥିଲା 4,549, 1,261, ପୁଣି ଲସ୍ ହେଲା 5,200, 6,600, 4,000। ଏହା ପରେ ମୁଁ ଟୋଟାଲି ଟ୍ରେଡିଂ ବନ୍ଦ କରିଦେଲି ବାଇଂ ସାଇଡରେ। ଅକ୍ଟୋବର ମାସରେ ଆରମ୍ଭ କଲି। ପ୍ରଥମ ଟ୍ରେଡ୍ ନେଲି ଏଥିରେ ସେଲିଂରେ, ବହୁତ ଭଲ ପଏଣ୍ଟ କମେଇଥିଲି। ଏଇଟା ଅକ୍ଟୋବର 14ରେ ମୁଁ ବୁକ୍ କରିଥିଲି। ଏଇଟା ଦେଖିବା ରୁହନ୍ତୁ, ଅକ୍ଟୋବର 14ରେ ବୁକ୍ କଲି। ଏଇଟା ଏଇ ଭିତରେ ମୁଁ ଟ୍ରେଡ୍ ଗୋଟେ ନେଇଛି ଏଇ ଜାଗା ଭିତରେ। ଗୋଟେ ବଡ କ୍ୟାପଚର କରିଥିଲି ଏ ଟ୍ରେଡ୍ଟା। ମତେ ଏଥିରେ
27,000 ପ୍ରଫିଟ୍ ହେଇଥିଲା। ତ ସେଦିନ ହିଁ ମୁଁ ଆଉ ଗୋଟେ ଓଲଟା ଟ୍ରେଡ୍ ନେଇଥିଲି, ରିଭର୍ସ ଟ୍ରେଡ୍ ନେଲି। ଏ ଯୋଉ କ୍ୟାଣ୍ଡେଲକୁ ଦେଖି ରିଭର୍ସ ଟ୍ରେଡ୍ ନେଇଥିଲି ଏ କ୍ୟାଣ୍ଡେଲରେ। ପୁଣି ଥରେ ମାର୍କେଟ ଅପ୍ କଲା। ମୋ ସେକେଣ୍ଡରେ ଲସ୍ ହେଇଥିଲା। 27,000 ପାଇଥିଲି, 10,000 ଲସ୍ କରିଥିଲି। ଆଉ ଟ୍ରେଡ୍ ନାହିଁ, ଅଧିକ ଟ୍ରେଡ୍ ମୁଁ ନଉନି ଏଥିରେ। ଗୋଟେ ଦିନ ଟ୍ରେଡ୍ ସେକେଣ୍ଡ ମୁଁ କଲି ଏଇଥିରେ 9 ନଭେମ୍ବର ଗୋଟେ 20,000 ଲସ୍ ନେଇଥିଲି। ଗ୍ୟାପ୍ କରୁନି, ମୋର ଲସ୍ ହେଲେ କିଛି ଗ୍ୟାପ୍ ଦେଇଦେଉଛି। ତା ପାଇଁ ମୁଁ ଗୋଟେ ରୁଲ୍ ବାହାର କରିଛି ଆପଣଙ୍କୁ ସେ ବି କରିବି। କଣ ଲସ୍ ହେଲେ ମୁଁ କରୁଛି, ଷ୍ଟପ୍ କରୁଛି, ପଜ୍ କରୁଛି। ଲାଷ୍ଟ ଗୋଟେ ଟ୍ରେଡ୍ ନେଇଥିଲି 9,000 ପ୍ରଫିଟ୍ ହେଇଥିଲା। ଏଇଠି ଗୋଟେ ଡିସେମ୍ବର 3ରେ 14,000 ପ୍ରଫିଟ୍, 7,500 ପୁଣି ଲସ୍ ହେଲା। ପ୍ରଫିଟ୍ ହେଇଥିଲା ଏଇଠି। ଲାଷ୍ଟ କଣ୍ଟିନ୍ୟୁଅସ୍ ପ୍ରଫିଟ୍ରେ ଲସ୍ ହେଇଛି 24 ଟଙ୍କା, 5,600, 5,500, 6,400। କାଲି ଗୋଟେ ପ୍ରଫିଟ୍ ଥିଲା 6,400। ଓଭରାଲି ମୁଁ ଏ ଇୟର୍ରେ ପ୍ରଫିଟ୍ରେ ଅଛି। ତ ମୁଁ ରଖିଛି 2026 ମସିହା, 26 ମସିହାଟା ମୋର କ୍ୟାପିଟାଲ ପ୍ରୋଟେକ୍ସନ୍। ଅର୍ଥାତ୍ ମୁଁ ଏ ଯୋଉ 2 ଲକ୍ଷକୁ ମୁଁ ପଇସା ନ ବଢେଇ ପାରେ, କିନ୍ତୁ ଏକ୍ସାକ୍ଟ ଆଟଲିଷ୍ଟ 2 ଲକ୍ଷ ରଖିବି, ଲସ୍ କରିବିନି, ଲସ୍ ଆଡକୁ ଆସିବିନି। ଫାଷ୍ଟ ମୋର ପ୍ରାୟୋରିଟି ଏଇଟା। ଏ ବର୍ଷ 2026ର ମୁଁ ଯାହା ଷ୍ଟ୍ରାଟେଜି ରଖିଛି, ମୋ ଷ୍ଟ୍ରାଟେଜି ହଉଛି ଯେ ମୁଁ ଏ ବର୍ଷ ପଇସା ଲସ୍ କରିବିନି, ଅଧିକ ପଇସା। ମୋ କ୍ୟାପିଟାଲକୁ ଫାଷ୍ଟ ସେଭ୍ କରିବି। ତାପରେ 27, 28 ଆଉ ଲାଷ୍ଟ 3 ବର୍ଷ ପରେ ଆଉ 2 ବର୍ଷ, ଆଉ ଗୋଟେ ବର୍ଷ ଟିକେ ରିସ୍କ ନେବି। ଦେନ୍ 2 ବର୍ଷ ଭିତରେ ମୁଁ ପଇସା ଇନକମ୍ କରିବାକୁ ଯିବି। ଅର୍ଥାତ୍ 2030 ମସିହା ବେଳକୁ ମୁଁ ଯେମିତି ପ୍ରଫିଟ୍ ମାର୍ଜିନ୍ କଥା 10% ଲୋକଙ୍କ ଭିତରକୁ ଯାଇପାରିବି। ତ 2026ଟା ମୋ ପାଇଁ ଗୋଟେ କ୍ରୁସିଆଲ ଇୟର ରହିବ। ଏ ଭିତରେ ମୁଁ ମୋ ନିଜର କ୍ୟାପିଟାଲକୁ ସେଭ୍ କରିବି, ଗୋଟେ ଷ୍ଟ୍ରାଟେଜି ଉପରେ କାମ କରିବି, ଡିସିପ୍ଲିନ୍ ହେବି, ମୋର ପ୍ରତିଦିନ ଜର୍ନାଲ ଲେଖିବି। ଆମେ ସବୁ ସେୟାର କରିବି। ଏ ସବୁ ଜିନିଷ ଆମେ ମିଶିକି ସେୟାର କରିବା। ଆପଣଙ୍କ ଯାହା ବି ଡାଉଟ୍ ହଉଛି, ଯାହା ବି ଆପଣ ଚାହୁଁଛନ୍ତି କରିବା ପାଇଁ, ଏସବୁ ଜିନିଷ ମତେ ଆପଣ ସେୟାର ଦେଇପାରିବେ। ମତେ ଆପଣ ଫିଡବ୍ୟାକ୍ ଦେଇପାରିବେ। ଆପଣଙ୍କ ସାଙ୍ଗମାନଙ୍କୁ ବି ଏ ଚ୍ୟାନେଲକୁ କୁହନ୍ତୁ, ଯୋଉମାନେ ନୂଆ ଚାହୁଁଛନ୍ତି ଆଡ୍ ହେବା ପାଇଁ, ନୂଆ ଟ୍ରେଡିଂ କରିବାକୁ ଚାହୁଁଛନ୍ତି, ଅଳ୍ପ ପଇସା ଅଛି, ଆମେ ମିଶିକି ଗୋଟେ ଜର୍ଣ୍ଣି ଆରମ୍ଭ କରିବା। ଆଉ ଠିକ୍ ଅଛି, ଆଜିର ଭିଡ଼ିଓ ଏଇଠି ସାରିବା। ପୁଣି ଥରେ ନେକ୍ସଟ ଥର ଦେଖା ହବ। ସମସ୍ତଙ୍କୁ ଅନୁରୋଧ ରହିଲା ମୋ ଚ୍ୟାନେଲକୁ ସବସ୍କ୍ରାଇବ କରିବେ, ଲାଇକ୍ ଆଉ ସେୟାର କରିବେ। ରହୁଛି।